ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଜଗନ୍ନାଥଙ୍କ ମହିମା ବିଷୟରେ କହିବି। ଆସନ୍ତୁ ମନ ଦେଇ ଶୁଣନ୍ତୁ। ଚକା ଆଖି ସବୁ ଦେଖୁଛି। ନିଜକୁ ଶିକ୍ଷିତ ଅବା ବୁଦ୍ଧିଆ ବୋଲି ଭାବୁଥିବା ଲୋକମାନେ ଆଖି ଥାଇ ବି ଅନ୍ଧ ପରି। ସବୁ ବୁଝି ସେମାନେ ଅବୁଝା। କଥାରେ ଅଛି, ଚେଇଁ ଶୋଇଥିବ ଯିଏ ତାକୁ ଉଠାଇ ବସିବ କିଏ? ଭଲ ମନ୍ଦ, ପାପ ପୁଣ୍ୟ, ଭୁଲ ଠିକ୍, ସୁକର୍ମ କୁକର୍ମ ବିଷୟରେ ଆମେ ସମସ୍ତେ ଜାଣୁ। କିନ୍ତୁ ବିନା ଦ୍ୱିଧାରେ ଭୁଲ କାମ ବି କରିଥାଉ। ଯଦି କେହି ଆମର ଭୁଲ ଦେଖାଏ, ଆମେ ତାହାକୁ ଅସ୍ୱୀକାର କରୁ ଏବଂ ଯୁକ୍ତି କରି ନିଜକୁ ଠିକ୍ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥାଉ। ନିଜକୁ ଭକ୍ତ ବୋଲାଇ ଦିନରାତି ଶ୍ରୀ ଜଗନ୍ନାଥଙ୍କର ନାମ ଭଜୁଥିବା ଲୋକମାନେ ରାଣ ନିୟମ ପକାଇ ବି ଅନ୍ୟାୟ କରିଥାନ୍ତି। ଲୋଭ ଓ ସ୍ୱାର୍ଥରେ ବୁଡ଼ି ରହି ଧର୍ମ ନାମରେ ଅମଣିଷ ପରି କାମ କରନ୍ତି। ନିଜର ସ୍ୱାର୍ଥ ପାଇଁ ଅବାଟରେ ଯାଇ ଅନ୍ୟର କ୍ଷତି କରିଥାନ୍ତି। ସେମାନେ ଅନ୍ୟର ଉପକାର ପରିବର୍ତ୍ତେ ଅପକାର କରିବାରେ ଆନନ୍ଦ ପାଆନ୍ତି। ନିଜର ଖୁସି ପାଇଁ ଅନ୍ୟମାନଙ୍କ ମନରେ ଆଘାତ ଦେଇ ଆଖିରେ ଲୁହ ଭରି ଦିଅନ୍ତି। ମୁଁ ଓ ମୋର ପରିଧି ଭିତରେ ରହି ଦାନବ ପରି ବ୍ୟବହାର କରିଥାନ୍ତି। ପଦପଦବୀ ତଥା ଅର୍ଥ ବଳରେ ବଳିଆନ ଏହି ଲୋକମାନେ ଧର୍ମକୁ ଆଖିଠାର ମାରି ଶ୍ରୀ ଜଗନ୍ନାଥଙ୍କର ମହିମା ସମ୍ପର୍କରେ ଚର୍ଚ୍ଚା କରିବାରେ ତିଳେ ମାତ୍ରେ ଥକି ନଥାନ୍ତି। କିନ୍ତୁ କେବେ ହେଲେ ନିଜର ଭୁଲ ମାନନ୍ତି ନାହିଁ ଅବା ଭୁଲ କାମ ପାଇଁ ଅନୁତାପ ମଧ୍ୟ କରନ୍ତି ନାହିଁ। ସେମାନେ ସବୁବେଳେ ବିବେକ ଶୂନ୍ୟ ହୋଇ ଅମଣିଷ ପରି କାମ କରନ୍ତି। କିନ୍ତୁ ଆମେ ସବୁ ଠିକ୍ ଜାଣିଛେ ଯେ ଚକା ଆଖି ସବୁ ଦେଖୁଛି। ତେଣୁକରି ଆମେ କେବେ ଭୁଲ କରିବା ଉଚିତ ନୁହେଁ।